କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା କାହିଁକି ଅଶୋଧିତ ତେଲ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ବିଶ୍ୱରେ ଅଶୋଧିତ ତୈଳ ବା ତେଲ ଶକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ମଧ୍ୟରୁ ଗୋଟିଏ। ଏହା ଶିଳ୍ପ, ପରିବହନ ଏବଂ ଦୈନନ୍ଦିନ ଜୀବନ କାର୍ଯ୍ୟକଳାପକୁ ଶକ୍ତି ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ରଥମତଃ, ଅଶୋଧିତ ତୈଳ ଇନ୍ଧନର ଏକ ପ୍ରମୁଖ ଉତ୍ସ। ଏହାକୁ ପେଟ୍ରୋଲ, ଡିଜେଲ ଏବଂ ଜେଟ୍ ଇନ୍ଧନ ଭଳି ଉପଯୋଗୀ ଉତ୍ପାଦରେ ବ୍ୟବହାର କରାଯାଏ, ଯାହା କାର, ବସ୍, ଟ୍ରକ୍, ଜାହାଜ ଏବଂ ବିମାନ ଚଳାଚଳ ପାଇଁ ବ୍ୟବହୃତ ହୁଏ। ଅଶୋଧିତ ତୈଳ ବିନା ଆଧୁନିକ ପରିବହନ ବ୍ୟବସ୍ଥା ଦକ୍ଷତାର ସହିତ କାର୍ଯ୍ୟ କରିପାରିବ ନାହିଁ। ଦ୍ୱିତୀୟତଃ, ଅଶୋଧିତ ତୈଳ ଉଚ୍ଚ ଶକ୍ତିର ପରିମାଣ ରହିଥାଏ ତା ଭିତରେ। ଏହାର ଅର୍ଥ ହେଉଛି ଏହା ପୋଡ଼ିଲେ ପ୍ରଚୁର ପରିମାଣର ଶକ୍ତି ଉତ୍ପାଦନ କରିପାରିବ, ଯାହା ଏହାକୁ ବହୁତ ଦକ୍ଷ କରିଥାଏ। ଏହି କାରଣରୁ ଏହା ବିଦ୍ୟୁତ୍ ଉତ୍ପାଦନ ଏବଂ ଶିଳ୍ପ ପ୍ରକ୍ରିୟାରେ ବ୍ୟାପକ ଭାବରେ ବ୍ୟବହୃତ ହୁଏ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହାର ବହୁମୁଖିତା। ଅଶୋଧିତ ତୈଳ କେବଳ ଇନ୍ଧନ ଭାବରେ ବ୍ୟବହୃତ ହୁଏ ନାହିଁ, ବରଂ ଅନେକ ଶିଳ୍ପରେ କଞ୍ଚାମାଲ ଭାବରେ ମଧ୍ୟ ବ୍ୟବହୃତ ହୁଏ। ଏହା ପ୍ଲାଷ୍ଟିକ, କୃତ୍ରିମ ତନ୍ତୁ, ରାସାୟନିକ ପଦାର୍ଥ, ଔଷଧ ଏବଂ ସାର ଉତ୍ପାଦନ ପାଇଁ ବ୍ୟବହାର କରାଯାଏ। ଏହାକୁ ଶକ୍ତି ଉତ୍ପାଦନ ଏବଂ ଉତ୍ପାଦନ ଉଭୟ ପାଇଁ ଅତ୍ୟାବଶ୍ୟକ କରିଥାଏ। ଅଶୋଧିତ ତୈଳ ବିଶ୍ୱ ଅର୍ଥନୀତିକୁ ସମର୍ଥନ କରେ। ଅନେକ ଦେଶ ସେମାନଙ୍କର ଆୟ ପାଇଁ ତୈଳ ଉତ୍ପାଦନ ଏବଂ ରପ୍ତାନି ଉପରେ ନିର୍ଭର କରନ୍ତି। ଏହା ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଶକ୍ତି ସୁରକ୍ଷାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଅଶୋଧିତ ତୈଳ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଦକ୍ଷ, ବହୁମୁଖୀ ଏବଂ ବହୁଳ ଭାବରେ ବ୍ୟବହୃତ। ଏହା ପରିବହନକୁ ଇନ୍ଧନ ପ୍ରଦାନ କରେ, ଶିଳ୍ପକୁ ସମର୍ଥନ କରେ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ। ଏହାକୁ ଆଜିର ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ କରିଥାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଭିଡ଼ିଓକୁ ଆମ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ।